ଦୂତ। ଲେଖକ ଶ୍ରୀ ସୁରେନ୍ଦ୍ର ମହାନ୍ତି। ଖ୍ରୀଷ୍ଟପୂର୍ବ 2000 ଅବ୍ଦ ଇଜିପ୍ଟର ମରୁଭୂମି। ବାଲିକୁଦ ପରେ ବାଲିକୁଦ, ଫାରାଓ ମାନବର ପିରାମିଡ ପରେ ପିରାମିଡ, ପୁଣି ପିରାମିଡ। ଯୁଗ ଯୁଗାନ୍ତରର ଅସରନ୍ତି ଇତିହାସର ମୂକ ନିର୍ବୋଧ ଛାତ୍ର। ଇତିହାସର ପୃଷ୍ଠା ସରୁନାହିଁ, ଅର୍ଥ ଧରାପଡ଼ୁନାହିଁ। ପିରାମିଡ ମୂକ ହତାଶର ଚାହିଁ ଠିଆ ହୋଇ ରହିଛି। ଉପରର ଆକାଶକୁ କେବେ ଶେଷ ହେବ ଏ ଅଦ୍ଭୁତ ନିର୍ମମ ନିଷ୍କରୁଣ ଇତିହାସ ଲେଖା? ମେଷ ଚର୍ମାବୃତ ଜଣେ ବୃଦ୍ଧ ଗୋଟିଏ ବାଲି ଉହାଡ଼ରୁ ବାହାରି ଧୀରେ ଧୀରେ ଆସି ଠିଆ ହେଲା ପିରାମିଡ ପାଖରେ। ଉପବାସ କ୍ଲିଷ୍ଟ ଶୀର୍ଣ୍ଣ ଦେହ, ମୁହଁଯାକ ଲମ୍ବା ଲମ୍ବା ଧଳା ଧାଡ଼ି ଅଣ୍ଟା ପର୍ଯ୍ୟନ୍ତ ଲମ୍ବି ଆସିଛି। ମୁଣ୍ଡଯାକ ଧଳା ବାଳର ଜଙ୍ଗଲ, ହାତରେ ଖଣ୍ଡେ ଠେଙ୍ଗା, ପଳାତକ ହିବ୍ରୁ ମୋସେସ୍। କହ ପିରାମିଡ, ତମେ ତ ଦେଖିଲଣି କେତେ ସଭ୍ୟତା, କେତେ ସାମ୍ରାଜ୍ୟର ଉତ୍ଥାନ ଓ ପତନ। ତମେ ବିଜ୍ଞ, ତମେ ଅଭିଜ୍ଞ, ତୁମେ ଦୂରଦର୍ଶୀ। କହ ତେବେ ପିରାମିଡ, ମଣିଷର ମଣିଷ ପ୍ରତି ଏ ଅବିଚାର କାହିଁକି? ଜିହୋବାଙ୍କର ଏ ପୃଥିବୀରେ ସମସ୍ତେ ଜନ୍ମିଛନ୍ତି ବଞ୍ଚିବାର ସମାନ ଅଧିକାର ନେଇ। ତଥାପି ଜଣେ ମଣିଷ କାହିଁକି ଆଉ ଜଣେ ମଣିଷକୁ ବଞ୍ଚିତ କରେ ତାର ଜନ୍ମଗତ ଦାବିରୁ? କାହିଁକି ଏ ଅନ୍ୟାୟ ଅବିଚାର କାହିଁକି? କାହିଁକି କୁହ ପିରାମିଡ? ଆବେଗର ଆତିଶଯ୍ୟାରେ ବୃଦ୍ଧର କୋଟରଗତ ଦୁଇ ଆଖିରୁ ଦୁଇ ଧାର ଲୁହ ଗଡ଼ି ଆସିଲା। ଅସୁମାରୀ ଗାରଟଣା ଦୁଇ ଗାଲ ଉପରେ। ନା, ତମେ କହିବ ନାହିଁ ପିରାମିଡ। ତମେ ଫାରାଓ ମାନଙ୍କର ପିରାମିଡ। ଲକ୍ଷ ଲକ୍ଷ ହିବ୍ରୁ କୀର୍ତ୍ତଦାସର ପାଣିଫଟା ରକ୍ତରେ ତମର ସୃଷ୍ଟି। ତମେ ବା କ'ଣ ବୁଝିବ ମଣିଷର ଦୁଃଖ? ତମେ ବା କ'ଣ ଦେବ ମୋ ପ୍ରଶ୍ନର ଉତ୍ତର? ବୃଦ୍ଧ ଧୀରେ ଧୀରେ ଆଗକୁ ଆଗକୁ କ୍ଳାନ୍ତ ପାଦ ଦୁଇଟା ଓଟାରି ଚାଲିଲେ। ବାଲି, ବାଲି ପରେ ପୁଣି ଆହୁରି ବାଲି। ଆକାଶ ଆଉ ବାଲି ମିଶି ଯାଇଛି। ବୃଦ୍ଧଙ୍କର ଯାତ୍ରାର ଶେଷ ନାହିଁ। ପଶ୍ଚିମର ଦିଗ୍ବଳୟରେ ଲୋହିତ ସାଗରର ଉପକୂଳରେ ସିନାଇ ପାହାଡ଼ର ସେପଟେ ସୂର୍ଯ୍ୟ ଅସ୍ତଯିବ ଏଥର। ଜ୍ୱଳନ୍ତ ଅଗ୍ନିପିଣ୍ଡୁଳା। ପଶ୍ଚିମର ଆକାଶରେ ମେଘ ଆଉ ମେଘ ଭିତରେ ଲାଗିଯାଇଛି ରକ୍ତାକ୍ତ ଯୁଦ୍ଧ। ରକ୍ତର ସମୁଦ୍ରରେ ପଶ୍ଚିମର ଆକାଶ ଉବେଇ ଟୁବେଇ ହେଉଛି। ଆକାଶର ରକ୍ତ ପଟଭୂମି ଉପରେ ଦିଶିଲାଣି ଧୂସର, ଗମ୍ଭୀର ଓ ବିରାଟ ସିନାଇ। ବୃଦ୍ଧ ପଛରୁ ଥରେ ଚାହିଁ ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ିଲେ। ତାପରେ ହାତର ଠେଙ୍ଗାରେ ଭରାତ ଦେଇ ଧୀରେ ଧୀରେ ଉଠିଲେ ପାହାଡ଼ ଉପରକୁ। ସିନାଇର ଶୀର୍ଷତମ ଏକ ଶୃଙ୍ଗରେ ଗୋଟିଏ ଗୁମ୍ଫା। ବୃଦ୍ଧଙ୍କର ଆବାସ। ରାତି ସେତେବେଳକୁ ପାହାନ୍ତା ପାହାନ୍ତା ହେଉଛି। ବୃଦ୍ଧଙ୍କ ଆଖିରେ ନିଦ ନାହିଁ। ମେଣ୍ଢା ଚର୍ବିର ଗୋଟିଏ ମହମବତୀ ଜଳୁଛି ଗୁମ୍ଫାର ଗୋଟିଏ କୋଣରେ। ତାର ସ୍ୱଳ୍ପାଲୋକରେ ବୃଦ୍ଧ ଖଣ୍ଡେ ପଥର ଉପରେ ମୁନିଆ ଲୁହା ଖଣ୍ଡକରେ ସୁମେରୀୟ ବରଫରେ ଲେଖି ଚାଲିଛନ୍ତି ଅଭିଶପ୍ତ ଏକ ଯାଯାବର ଜାତିର ଇତିହାସ। ବେଳେବେଳେ ଶ୍ଵେତା ଆଖି ଦୁଇଟା ତାଙ୍କର ରଡ଼ ନିଆଁ ପରି ଦପ୍ ଦପ୍ ହୋଇ ଉଠୁଛି। ଆଉ କେତେବେଳେ ବା ମହମବତୀର ତରଳ ଚର୍ବି ପରି ଦୁଇ ଧାର ଲୁହ ବୋହି ଆସୁଛି ବୃଦ୍ଧଙ୍କର ଶ୍ଵେତା ଦୁଇ ଗାଲ ଉପରେ। ଦମକାଏ ଶିଶିର ଭିଜା ପବନ ପଶି ଆସିଲା ଗୁମ୍ଫା ଭିତରକୁ। ମହମବତୀର ଶିଖା ପବନରେ ଥରି ଥରି ଉଠିଲା। ଗୁମ୍ଫା ଯାକ ନାଚିଗଲା କଳା କଳା ଲମ୍ବା ଛାଇ। ବୃଦ୍ଧ ହାତର ଲୁହା ଖଣ୍ଡକ ତଳେ ରଖିଦେଇ ଚାହିଁ ରହିଲେ ନୃତ୍ୟନ୍ତ ଆଲୋକ ଶିଖା ଆଡ଼େ। ଦୃଷ୍ଟି ଧ୍ୟାନ ଗମ୍ଭୀର। ଉର ପର୍ବତ ଅଞ୍ଚଳ। ୟୁଫ୍ରେଟିସ୍ ବହି ଆସିଛି ସେଇଠୁ। ବାବିଲନର ଶସ୍ୟ ଶ୍ୟାମଳ ରୁଧିବନ୍ତ ଉପତ୍ୟକା ଆଡ଼େ। ଲକ୍ଷ ଲକ୍ଷ କ୍ଷୁଧାର୍ତ ଯାଯାବରଙ୍କର ଆର୍ତ୍ତ ଚିତ୍କାରରେ ଦିନେ ଉର୍ କମ୍ପି ଉଠିଲା। ଖାଦ୍ୟ ନାହିଁ, ଖାଦ୍ୟ ନାହିଁ। ହା ଅନ୍ନର ବିକଟ କରୁଣ ଚିତ୍କାର। ଯେଉଁଆଡ଼େ ଆଖି ଯାଏ ସେଆଡ଼େ ଖାଲି ପଥର, ପାହାଡ଼, ଢିମା ପାହାଡ଼, ବନ୍ଧୁର ପାହାଡ଼, ଦୁର୍ବାଦଳଟିଏ ସୁଦ୍ଧା ନାହିଁ। ଯାଯାବର ମାନଙ୍କର ବିଶ୍ୱଗ୍ରାସୀ କ୍ଷୁଧାରେ ସବୁ ନିଃଶେଷ, ଆଉ ଅବଶେଷ ନାହିଁ। ମାତ୍ର ଲୋଡ଼ା ଖାଦ୍ୟ, ଚାଷମାଟି, ଲୋଡ଼ା ସବୁଜ ଫସଲ। ତା ପରଦିନ ସୂର୍ଯ୍ୟୋଦୟର ବହୁ ପୂର୍ବରୁ ରାତ୍ରିର ଦୁର୍ଗମ ଅନ୍ଧାର, ଉର୍ର ବନ୍ଧୁର ପଥ ସବୁ ତୁଚ୍ଛ କରି ଲକ୍ଷ ଲକ୍ଷ ଯାଯାବର ଚାଲିଲେ ଦଳ ବାନ୍ଧି। ମାଟିର ଅନ୍ୱେଷଣରେ, ଜୀବନର ସନ୍ଧାନରେ, ବଞ୍ଚିବାର ତୀର୍ଥଯାତ୍ରା। ଏଇ ଦେଖୁଛ ନା ସହଜରେ ଦେଖାଯିବ ନାହିଁ। କାହିଁ? ଆଉ କେତେ ଦୂର? ଦିଶିଲା ନା? କିନ୍ତୁ ୟୁଫ୍ରେଟିସ୍ର ଜଳ ସେଠି ଆକାଶ ପରି ସ୍ୱଚ୍ଛ ଆଉ ନିର୍ମଳ। ଜିହୋବାଙ୍କର ଆଶୀର୍ବାଦ ପରି ମାଟି ସେଠି କୋମଳ। ଜନନୀର ମମତା ପରି ମାଟି ସେଠି ଶ୍ୟାମଳ।
ବାବିଲନ ଯାତ୍ରା ଶେଷରେ ପରମ ତୀର୍ଥ। ସୂର୍ଯ୍ୟ ଉଠିଲା, ସୂର୍ଯ୍ୟ ବୁଡ଼ିଲା, ରାତି ଆସିଲା, ସକାଳ ହେଲା। କେତେ ଉଦୟ, କେତେ ଅସ୍ତ, କେତେ ରାତି, କେତେ ସକାଳ। ସେ ଯାତ୍ରାର ଶେଷ ନାହିଁ, ଜୀବନର ପରମ ତୀର୍ଥ ଯାତ୍ରା। ନା ନା, ପଛକୁ ଫେରି ଚାହୁଁନାହିଁ। ଯେଉଁମାନେ ପଡ଼ିଗଲେ ପଡ଼ି ବିଷମ ଭୟଙ୍କର କ୍ଷୁଧାକୁ। ପଛକୁ ଫେରିବାର ବାଟ ନାହିଁ, ସେଠି କ୍ଷୁଧା, ଅନଶନ, ମୃତ୍ୟୁ। ଆଗକୁ ଯିବାର ଶକ୍ତି ନାହିଁ, ଖାଲି ବାଲି ଆଉ ସୀମାହୀନ ଶେଷହୀନ ପଥ। କୁଆଡ଼େ ଏଥର? ହାୟ ଜିହୋବା, ହାୟ ହିବ୍ରୁ, ହାୟ ଅଭିଶପ୍ତ। ତାପରେ ଇଜିପ୍ଟ। ସେଠି କୁଆଡ଼େ ନୀଳ ନଦୀ, ଅତି ସୁନ୍ଦର, ଅତି ଗଭୀର, ଅତି ମଧୁର। ସେଠି କୁଆଡ଼େ ଛାୟାସ୍ନିଗ୍ଧ ଖଜୁରୀ କୁଞ୍ଜ। ସେଠି କୁଆଡ଼େ ଉଦାର ସୁନ୍ଦର ଜୀବନ। ଯାତ୍ରାର ଶେଷ ହେଲା ଇଜିପ୍ଟରେ। ଇଜିପ୍ଟ ଆଶ୍ରୟ ଦେଲା ଅବଶ୍ୟ। ଇଜିପ୍ଟର ପ୍ରତିବାଦ କଲା ନାହିଁ, କାରଣ ଇଜିପ୍ଟର ଲୋଡ଼ା ଥିଲା ଲକ୍ଷ ଲକ୍ଷ କ୍ରୀତଦାସ ଫାରାଓମାନଙ୍କର ପିରାମିଡ୍ ଗଢ଼ିବା ପାଇଁ, ନୀଳ ନଦୀର ଉତ୍ତରରୁ ଦୁର୍ଗମ ପର୍ବତମାଳାରୁ ପଥର ଭାଙ୍ଗି ବୋହି ଆଣିବା ପାଇଁ। ମହମବତୀ ନିଭିଗଲା। ଗୁମ୍ଫା ଦୁଆରେ ଦେଖାଯାଏ ପାଂଶୁଳ ପ୍ରଭାତ। ବୃଦ୍ଧଙ୍କର ଭାବନାର ଅନ୍ତ ନାହିଁ। ଦୁଆରେ କାହାର ପାଦଶବ୍ଦ ଶୁଭିଲା। ବୃଦ୍ଧ ପଚାରିଲେ, କିଏ ସୋଲେମାନ? ବାହାରେ ଶୁଭିଲା, ହଁ, ଆମେ ଆସିଛୁ। ଆଉ କିଏ? ଇସିସ୍। 2 ଜଣ ମେଷ ଚମ୍ରାବୃତ ହିବ୍ରୁ ଗୁମ୍ଫା ଭିତରକୁ ପଶି ଆସିଲେ। ମୁଁ ତୁମ୍ଭମାନଙ୍କୁ ଏତେ ସମୟ ଧରି ଅପେକ୍ଷା କରୁଥିଲି, ବୃଦ୍ଧ କହିଲେ। ତାପରେ କେଇଟି ମୁହୂର୍ତ୍ତ ଧରି ସମସ୍ତେ ନୀରବ ରହିଲେ। କେହି ଯେପରି କ'ଣ କହିବେ ଠିକ୍ କରିପାରୁନାହାନ୍ତି। ଗୁମ୍ଫା ବାହାରେ ପାଂଶୁଳ ଆକାଶ କ୍ରମେ ରକ୍ତାଭ ହୋଇ ଆସୁଛି। ବୃଦ୍ଧ ପଚାରିଲେ, ତାପରେ ତମେମାନେ ସବୁ ପ୍ରସ୍ତୁତ ତ? ମୁଁ କିନ୍ତୁ ଜିହୋବାଙ୍କର ଆଦେଶ ପାଇଛି। ଏଇଥର ଆରମ୍ଭ କରିବାକୁ ହେବ ଆମର ଶେଷ ସଂଗ୍ରାମ। ଏଥର ପାଲେଷ୍ଟାଇନ। ଜିହୋବା କହିଛନ୍ତି, ପାଲେଷ୍ଟାଇନ ତମର ଜନ୍ମଭୂମି, ତୀର୍ଥ। ସେଠି ନରମ ମାଟି, ସେଠି ସବୁଜ ଫସଲ, ସେଠି ମୁକ୍ତି, ସେଠି ନୂତନ ଜୀବନ। ସୋଲେମାନ କହିଲେ, କିନ୍ତୁ ଫାରାଓମାନଙ୍କର ସୈନ୍ୟମାନେ ଯେ ବାଟ ଆଗୁଳି ବସିଛନ୍ତି, ଆମେ ଚାଲିଗଲେ ସେମାନଙ୍କର ପଥ ବୋହିବ କିଏ? ବୃଦ୍ଧଙ୍କର କଣ୍ଠରେ ଝଡ଼ ଯେପରି ଗର୍ଜନ କରି ଉଠିଲା। ଜୀବନର ଉଦ୍ଦେଶ୍ୟ ଦାସତ୍ୱ ନୁହେଁ ସୋଲେମାନ, ବଞ୍ଚିବାଠାରୁ ମୁକ୍ତି ବଡ଼। ମୁଁ ସେଇ ମୁକ୍ତିର ଡାକ ଶୁଣିଛି। ଇସିସ୍ କହିଲା, ବେଶ୍, ଆଦେଶ ଦିଅନ୍ତୁ ତାହେଲେ। କେବେ ଆରମ୍ଭ ହେବ ମୁକ୍ତିର ଏ ଅଭିଯାନ? ଯଦି ପ୍ରୟୋଜନ ପଡ଼େ ଆମେ ପ୍ରସ୍ତୁତ ଅଛୁ ଯୁଦ୍ଧ କରିବା ପାଇଁ ଫାରାଓର ସୈନ୍ୟମାନଙ୍କ ସଙ୍ଗରେ। ବୃଦ୍ଧ କହିଲେ, ଆଜି, କାଲି, ପରଦିନ, ଯେଉଁଦିନ ତମେମାନେ ସମସ୍ତେ ପ୍ରସ୍ତୁତ ହୋଇପାରିବ, ମୁଁ ପ୍ରସ୍ତୁତ ହୋଇ ବସିଛି। ସୋଲେମାନ କହିଲେ, କାଲି। ଇସିସ୍ କହିଲେ, ବେଶ୍, କାଲି। ପାଲେଷ୍ଟାଇନରେ କାନାନାଇଟ୍ ମାନେ ଶୁଣିଲେ ପଶ୍ଚିମ ଆଡ଼ୁ ମାଡ଼ି ଆସୁଛନ୍ତି ଲକ୍ଷ ଲକ୍ଷ କ୍ଷୁଧାର୍ଥ ଯାଯାବର। ଫାରାଓମାନଙ୍କ କ୍ରୀତଦାସ, ମୁକ୍ତିର ସନ୍ଧାନରେ, ମାଟିର ସନ୍ଧାନରେ, ଖାଦ୍ୟର ସନ୍ଧାନରେ। ପାଲେଷ୍ଟିନ୍ ଦଖଲ କରିବେ ସେମାନେ। ପାଲେଷ୍ଟିନ୍ ସେମାନଙ୍କର ଜନ୍ମଭୂମି, ତୀର୍ଥଭୂମି। ଇଗଲ ପରି ମାଡ଼ି ଆସିଲେ ହିଂସ୍ର କାନାନାଇଟ୍ ସେନାବାହିନୀ। ରଣଭେରୀର ସେମାନଙ୍କର ପାଲେଷ୍ଟାଇନର ନିର୍ଜନ ଉପତ୍ୟକା ଥରି ଉଠିଲା। ମୋସେସ୍ କିନ୍ତୁ ନିଶଙ୍କ, ଭୟହୀନ। ବୃଦ୍ଧ ହାତରେ ଠେଙ୍ଗା ଖଣ୍ଡକର ଭାର ଦେଇ ଆତଙ୍କିତ ଯାଯାବରମାନଙ୍କ ଆଡ଼କୁ ଚାହିଁ କହିଲେ, ମୁକ୍ତିର ମୂଲ୍ୟ ଏଥର ଦେବା ପାଇଁ ପଡ଼ିବ। ଏଇ ଦେଖ ପାଲେଷ୍ଟାଇନର ପର୍ବତମାଳା।
ଏଇ ଯେ ଦେଖାଯାଏ ଧୂସର ଦିଗ୍ବଳୟ ଭେଦି ସେଇ ପାଲେଷ୍ଟାଇନ, ଆମର ତୀର୍ଥ ସେଇଠି, ଆମର ମୁକ୍ତି ସେଇଠି, ଆମ ଯାତ୍ରାର ଶେଷ। କିନ୍ତୁ ପୁଣି ଏଣେ ଚାହିଁ ଦେଖ, ମାଡ଼ି ଆସୁଛନ୍ତି ହିଂସ୍ର କାନାନାଇଟ୍ ସୈନ୍ୟବାହିନୀ ଆଦାୟ କରିବା ପାଇଁ ଆମର ମୁକ୍ତିର ମୂଲ୍ୟ। ମନେ ରଖ, ଜିହୋବାଙ୍କର ଏ ପୃଥିବୀରେ ପ୍ରତ୍ୟେକର ଅଛି ବଞ୍ଚିବା ପାଇଁ ଜନ୍ମଗତ ଅଧିକାର, ଆମର ମଧ୍ୟ ଅଛି। ଲକ୍ଷ ଲକ୍ଷ କଣ୍ଠ ଗର୍ଜନ କରି ଉଠିଲା, ମୁକ୍ତିର ସେ ମୂଲ୍ୟ ହେଉ ପଛେ ଯେତେ ଦୁର୍ମୂଲ୍ୟ, ଆମେ ପ୍ରସ୍ତୁତ ଅଛୁ ସେଥିପାଇଁ। ଆମର ଲୋଡ଼ା ମାଟି, ଆମର ଲୋଡ଼ା ଖାଦ୍ୟ, ଆମର ଲୋଡ଼ା ବନ୍ଧନ ମୁକ୍ତ ଜୀବନ। ଲକ୍ଷ ଲକ୍ଷ ମାଂସପେଶୀ ଉତ୍ତେଜନାରେ ନାଚି ଉଠିଲା। ବୃଦ୍ଧ ମୋସେସ୍ କ୍ଳାନ୍ତ ହୋଇ ତଳର ବାଲି ଉପରେ ବସି ପଡ଼ିଲେ। ତାପରେ କାନାନାଇଟ୍ ଆଉ ହିବ୍ରୁମାନଙ୍କ ମଧ୍ୟରେ ଲାଗିଗଲା ରକ୍ତାକ୍ତ ଯୁଦ୍ଧ। ଅତି ଭୀଷଣ ସେ ଯୁଦ୍ଧ। କିନ୍ତୁ ବନ୍ୟା ସ୍ରୋତରେ ବାଲିବନ୍ଧ ପରି କାନାନାଇଟ୍ ସୈନ୍ୟବାହିନୀ ଭାସିଗଲେ କୁଆଡ଼େ। ବୃଦ୍ଧ ମୋସେସ୍ ପୁଣି ଥରେ ଠିଆ ହୋଇ ବିଜୟୀ ହିବ୍ରୁମାନଙ୍କୁ ସମ୍ବୋଧନ କରି କହିଲେ, କାନ୍ଦ ନାହିଁ, ଆଖିରୁ ଲୁହ ବୁହାଇ ମୁକ୍ତିର ଏ ପରମ ମୁହୂର୍ତ୍ତଟିକୁ କଳଙ୍କିତ କର ନାହିଁ। ଯେଉଁମାନେ ପଡ଼ି ରହିଲେ ଏଇଠି, ସେମାନେ ଦେଇଛନ୍ତି ଆମ ମୁକ୍ତିର ମୂଲ୍ୟ। ସେମାନଙ୍କ ଉଦ୍ଦେଶ୍ୟରେ ନମସ୍କାର କର। ଯେଉଁମାନଙ୍କର ରକ୍ତ ଶୀତଳ କଲା ମୁକ୍ତିର ଏ ଦୁର୍ଗମ ମରୁପଥ, ଶହୀଦ ସେମାନେ। ସେମାନଙ୍କ ଉଦ୍ଦେଶ୍ୟରେ ନତଜାନୁ ହୁଅ। ଯେଉଁମାନଙ୍କର ହାଡ଼ ମାଂସ ସମତଳ କରିଦେଲା ଏ ବନ୍ଧୁର ଯାତ୍ରାପଥ, ଜିହୋବାଙ୍କର ପ୍ରିୟ ସନ୍ତାନ ସେମାନେ। ସେମାନଙ୍କ ଆତ୍ମାର ସଦ୍ଗତି ହେଉ। ତାପରେ ପୁଣି ଆଗେଇ ଚାଲିଲେ ମୁକ୍ତି ପାଗଳ ବିଜୟୀ ହିବ୍ରୁ ଯାଯାବର ଦଳ। ଏଇ ଦିଶିଲାଣି ପାଲେଷ୍ଟାଇନର ଧୂସର ପର୍ବତମାଳା। ମୋସେସ୍ ବସି ପଡ଼ିଲେ। ଆଗକୁ ଯିବା ପାଇଁ ପାଦରେ ଆଉ ଶକ୍ତି ନାହିଁ। ଜୀବନୀ ଶକ୍ତିର ସଞ୍ଚୟ ହୁଏତ ଶେଷ ହେଲା ଏଥର। ମୋସେସ୍ ତଳର ବାଲି ଉପରେ ଲୋଟି ପଡ଼ିଲେ। କ୍ଳାନ୍ତ ଦୁଇ ଆଖିରେ ତାଙ୍କର ଅଦେଖା ଆସନ୍ତାକାଲିର ସ୍ୱପ୍ନ। ନା ନା, ତମେମାନେ ଆଗେଇ ଯାଅ, ଆଗେଇ ଯାଅ, ମାଡ଼ି ଦଳି ଚାଲିଯାଅ। ତମର ପାଦ ତଳେ ଚୂର୍ଣ୍ଣ କରି ଦେଇ ଯାଅ ମତେ। କିନ୍ତୁ ମହତ୍ ହୁଅ, ସୁନ୍ଦର ହୁଅ, ହୁଅ ଉଦାର, ହୁଅ ମୁକ୍ତ। ଓଃ ଜିହୋବା, ବଡ଼ କ୍ଳାନ୍ତ ମୁଁ, ମତେ ଛୁଟି ମିଳୁ ଏଥର। ବୃଦ୍ଧଙ୍କର ଦୁଇ ଆଖି ଶେଷ ନିଦ୍ରାରେ ମୁଦି ହୋଇ ଆସିଲା। ପାଲେଷ୍ଟାଇନ ଆଉ ଅଳ୍ପ ଦୂର, ଏଇ ଦେଖାଯାଏ। ଧନ୍ୟବାଦ।